22 ପାହାଚରେ ଘଟିଲା ବଡ଼ ଅଘଟଣ। ଦେଖୁ ଦେଖୁ ଚାଲିଗଲା ଭକ୍ତର ଜୀବନ। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଭକ୍ତକୁ ମାଡ଼ି ଆସିଲା ବିପଦ। ମାନସିକ ପୂରଣ ପାଇଁ ଗଡ଼ୁଥିଲେ 22 ପାହାଚରେ। ହଠାତ୍ ଚାଲିଗଲା ଚେତା। ଚେତା ଶୂନ୍ୟ ହୋଇ ପଡ଼ିଗଲେ ତଳେ। ପଣ୍ଡା ପରିହାରୀ ସମସ୍ତେ ଥିଲେ, କିନ୍ତୁ କେହି କିଛି ଜାଣିବା ଆଗରୁ ଘଟିଗଲା ଏମିତି। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଶ୍ରୀମନ୍ଦିର। ଉପସ୍ଥିତ ଶ୍ରଦ୍ଧାଳୁମାନେ ଧାଇଁ ଆସିଥିଲେ ଘଟଣାସ୍ଥଳକୁ। ଆଉ ଏତିକି ବେଳେ ଘଟିଲା ଏକ ବଡ଼ ଚମତ୍କାର। ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ଦେଖେଇଲେ ତାଙ୍କ ମହିମା। ରତ୍ନ ସିଂହାସନରୁ ଓହ୍ଲେଇ ଆସି ତାଙ୍କ ଭକ୍ତକୁ ଦେଲେ ଦର୍ଶନ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତ ଅଟନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡଙ୍ଗାବାହାଲ ଗ୍ରାମର ଚନ୍ଦନ କୁମାର ମାଝୀ, ବୟସ 46 ବର୍ଷ। ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରନ୍ତି ସେ। ଚନ୍ଦନ ବାବୁ ଭାରି ଈଶ୍ୱର ବିଶ୍ୱାସୀ ଲୋକ। ସବୁ ଦେବାଦେବୀଙ୍କୁ ସେ ବହୁତ ମାନନ୍ତି। ଆଉ ସବୁ ବର୍ଷ ଛୁଟିରେ ସେ ପରିବାରକୁ ନେଇ ସବୁ ଦର୍ଶନୀୟ ସ୍ଥାନ ଯାଆନ୍ତି। ଚନ୍ଦନ ବାବୁ କୁହନ୍ତି, ପ୍ରଭୁଙ୍କୁ ଦର୍ଶନ କଲେ ତାଙ୍କ ଆତ୍ମାକୁ ବହୁତ ଶାନ୍ତି ମିଳେ, ଆଉ ତାଙ୍କୁ 7 ଜନ୍ମର ପୁଣ୍ୟ ମିଳିଯାଏ। ଆଉ ମହାପ୍ରଭୁ ଜଗନ୍ନାଥଙ୍କ କଥା ତ ତାଙ୍କ ପାଇଁ ଭାରି ନିଆରା। କାଳିଆ ଠାକୁରଙ୍କ ଦର୍ଶନ ଆଉ ଅଭଡ଼ା ଅନ୍ନ ସେବନରେ ତାଙ୍କ ମନ ଆଉ ଆତ୍ମା ପବିତ୍ର ହୋଇଯାଏ। ତେଣୁ ଯେତେବେଳେ ବି ସମୟ ପାଆନ୍ତି ଚାଲି ଆସନ୍ତି ପୁରୀ। ବାଟ ବହୁତ ହେଲେ ବି ତାଙ୍କୁ ଜଣାପଡ଼େନି। ଏମିତି ଲାଗେ ଯେମିତି ଏଇ ପାଖରେ ସେ କାଳିଆ ସାଆନ୍ତଙ୍କ ଘର। ଚନ୍ଦନ ବାବୁ ସବୁ ବର୍ଷ ପରି ଏ ବର୍ଷ ଛୁଟିରେ ମଧ୍ୟ ଆସିଥିଲେ ପୁରୀ। ମନ ଭାରି ଖୁସି। ତାଙ୍କ ମାନସିକ ପୁରା ହୋଇଯାଇଥିଲା। ସେଥିପାଇଁ 22 ପାହାଚରେ ଗଡ଼ିବେ ବୋଲି ମନସ୍ଥ କରି ଆସିଥିଲେ। କିନ୍ତୁ ପୁରୀରେ ଘଟିଗଲା ତାଙ୍କ ସହ ଏକ ବହୁତ ବଡ଼ ଅଘଟଣ, ଯାହା ତାଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଲା। ଆଉ ତାଙ୍କର ଈଶ୍ୱରଙ୍କ ପ୍ରତି ଥିବା ବିଶ୍ୱାସକୁ ଦ୍ୱିଗୁଣିତ ମଧ୍ୟ କରିଦେଲା। ସେଦିନ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ। ପ୍ରଭୁଙ୍କ ଦର୍ଶନ କରି ମନ ଭାରି ଖୁସି ଥାଏ। ଏହା ପରେ ପରିବାରକୁ ସାଙ୍ଗରେ ନେଇ ଚନ୍ଦନ ବାବୁ 22 ପାହାଚରେ ଗଡ଼ିବାକୁ ଆସିଲେ। ସେତେବେଳକୁ ଦିନ ପ୍ରାୟ 2ଟା ହୋଇଯାଇଥାଏ। ଚନ୍ଦନ ବାବୁ କିଛି ଖାଇନଥାନ୍ତି। ତାଙ୍କୁ ବହୁ ଜୋରରେ ଭୋକ ଲାଗୁଥାଏ। କିନ୍ତୁ ମନେ ମନେ ସେ ଭାବୁଥାନ୍ତି 22 ପାହାଚରେ ଗଡ଼ି ମାନସିକ ପୂରଣ କରିବେ। ଏହା ପରେ ସପରିବାର ଆନନ୍ଦ ବଜାରକୁ ଯିବେ, ଆଉ ସମସ୍ତେ ମିଶି ଅଭଡ଼ା ଖାଇବେ। ମନେ ମନେ ଏମିତି ଭାବି ଚନ୍ଦନ ବାବୁ ହାତକୁ ଯୋଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି 22 ପାହାଚରେ ଗଡ଼ିବାକୁ ଲାଗିଲେ। ଗୋଟିଏ ପରେ ଗୋଟିଏ ପାହାଚ ଗଡ଼ୁଥାନ୍ତି, ଆଉ ପ୍ରଭୁ ଜଗନ୍ନାଥଙ୍କୁ ଡାକୁଥାନ୍ତି। ଆଉ ଏତିକି ବେଳେ ତାଙ୍କ ସହ ଘଟିଲା ଏକ ବଡ଼ ଅଘଟଣ। ଚନ୍ଦନ ବାବୁ 15-16 ପାହାଚ ଗଡ଼ିବା ପରେ ହଠାତ୍ ଚେତାଶୂନ୍ୟ ହୋଇଗଲେ। ତାଙ୍କର ଏମିତି ଅବସ୍ଥା ଦେଖି ପରିବାର ଲୋକ ତାଙ୍କ ପାଖକୁ ଧାଇଁ ଆସିଲେ, ଆଉ ତାଙ୍କ ମୁହଁରେ ପାଣି ମାରି ତାଙ୍କର ଚେତା ଫେରାଇ ଆଣିବାକୁ ଚେଷ୍ଟା କଲେ। କିନ୍ତୁ କିଛି ଲାଭ ହେଲାନି। ଆଖପାଖରେ ଥିବା ଶ୍ରଦ୍ଧାଳୁମାନେ ଆସି ସେଠି ରୁଣ୍ଡ ହୋଇଗଲେ। ଏପଟେ ଚନ୍ଦନ ବାବୁଙ୍କ ଅବସ୍ଥା ଦେଖି ପରିବାର ଲୋକ କାନ୍ଦ ବୋବାଳି ଆରମ୍ଭ କରିଦେଲେ। କ'ଣ ହେଲା ବୋଲି ପଣ୍ଡା ପଡ଼ିହାରୀ ମାନେ ମଧ୍ୟ ଦୌଡ଼ି ଆସିଲେ ଘଟଣାସ୍ଥଳକୁ। ହଠାତ୍ କ'ଣ ହେଇଗଲା ବୋଲି କେହି କିଛି ବୁଝିପାରୁନଥିଲେ। ଚନ୍ଦନ ବାବୁଙ୍କ ପରିବାର ଲୋକଙ୍କ ବିକଳ କାନ୍ଦ ଦେଖି ସେଠି ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ଆଉ ସମସ୍ତେ ଏକା ସାଙ୍ଗରେ ମିଶି ସେଠି ପ୍ରଭୁଙ୍କୁ ପ୍ରାର୍ଥନା କଲେ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଲା ବଡ଼ ଦେଉଳ। ଉଦ୍ଧାର କର ବୋଲି ସମସ୍ତେ ଏକା ସାଙ୍ଗରେ ମହାପ୍ରଭୁଙ୍କୁ ଡାକିଲେ। ଚନ୍ଦନ ବାବୁଙ୍କ ସ୍ତ୍ରୀ ମୁଣ୍ଡ ବାଡ଼େଇ କାନ୍ଦୁଥାନ୍ତି। କାନ୍ଦି କାନ୍ଦି ସେହି ମହାପ୍ରଭୁଙ୍କୁ କହୁଥାନ୍ତି, ହେ କଳା ଠାକୁର, ହେ ଜଗତର ନାଥ ଜଗନ୍ନାଥ, ତୁମ 22 ପାହାଚରେ ତୁମ ଭକ୍ତର ଏ କି ଅବସ୍ଥା କରିଛ ପ୍ରଭୁ। ତୁମ ନାଁ ନ ଧରିଲେ ସେ ଅନ୍ନ ଜଳ ସ୍ପର୍ଶ କରୁନଥିଲେ। ସେଇଭଳି ଭକ୍ତକୁ ତୁମ 22 ପାହାଚରେ ତୁମେ ଏଭଳି ଦଣ୍ଡ ଦେଉଛ। ତୁମେ ପରା ଅସହାୟର ସାହାରା, ତୁମେ ପରା ବିପଦ ସମୟର ବନ୍ଧୁ। ହେଲେ ଆଜି ତୁମର କ'ଣ ହେଇଯାଇଛି? ତୁମ କାନକୁ କ'ଣ ଏହି ଶହ ଶହ ଭକ୍ତଙ୍କ ଡାକ ଶୁଣାଯାଉନି? ତୁମ ଚକା ଚକା ଆଖିକୁ ଏଇ ଶହ ଶହ ଭକ୍ତଙ୍କ କାନ୍ଦ କ'ଣ ଦେଖାଯାଉନି? ହେ କଳା ସାଆନ୍ତେ,
ଆଜି ଯଦି ମୋ ସ୍ୱାମୀଙ୍କର କିଛି ବି ହେଇଯାଏ, ଶହ ଶହ ଭକ୍ତଙ୍କର ବିଶ୍ୱାସ ତୁମ ଉପରେ ଉଠିଯିବ। କଳଙ୍କ ଲାଗିଯିବ ତୁମ ଶ୍ରୀମନ୍ଦିରରେ, କଳଙ୍କ ଲାଗିଯିବ ତୁମ 22 ପାହାଚରେ। ହେ କଳା ଠାକୁର, ଏସବୁ କ'ଣ ତୁମେ ଚୁପ୍ ହେଇ ବସି ଦେଖିପାରିବ? ଏତେ ବଡ଼ ନିନ୍ଦା ଅପବାଦକୁ କ'ଣ ତୁମେ ସହିପାରିବ? ତାହେଲେ ଠିକ୍ ଅଛି, ଯଦି ମୋ ସ୍ୱାମୀ ଆଜି ଏଠୁ ଉଠିବେନି, ମୁଁ ବି ମୋ ମୁଣ୍ଡ ବାଡ଼େଇ ବାଡ଼େଇ ଏଇ 22 ପାହାଚରେ ମରିଯିବି। ଭୋ ଭୋ କାନ୍ଦି ଠାକୁରଙ୍କୁ ଏମିତି କେତେ କଥା କହିଲେ ଚନ୍ଦନ ବାବୁଙ୍କ ସ୍ତ୍ରୀ। ଏସବୁ ଦୃଶ୍ୟ ଦେଖି ପାଖରେ ଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଭୋ ଭୋ ହେଇ କାନ୍ଦୁଥାନ୍ତି। ଆଉ ଠିକ୍ ଏହି ସମୟରେ ସେଦିନ ଶ୍ରୀମନ୍ଦିରରେ ଘଟିଲା ଏକ ବଡ଼ ଚମତ୍କାର। ଭକ୍ତମାନଙ୍କର ବିକଳ ଡାକ ଶୁଣିଲେ ମହାପ୍ରଭୁ। ତାଙ୍କ ଶ୍ରୀମନ୍ଦିରରେ ତାଙ୍କର ଶହ ଶହ ଭକ୍ତ ତାଙ୍କୁ ବିକଳ ହେଇ ଡାକିବେ, ଆଉ ସେ କଳା ସାଆନ୍ତେ ସେମାନଙ୍କ ଡାକ ଶୁଣି କେମିତି ବା ଚୁପ୍ ହେଇ ବସିପାରିବେ? ଥରି ଉଠିଲା ଶ୍ରୀମନ୍ଦିର। ରତ୍ନ ସିଂହାସନରୁ ଯେମିତି ଓହ୍ଲେଇ ଆସିଲେ ମହାପ୍ରଭୁ ଜଗନ୍ନାଥ। ଚନ୍ଦନ ବାବୁ ଚେତା ଶୂନ୍ୟ ହୋଇ 22 ପାହାଚରେ ପଡ଼ିଥାନ୍ତି। ଆଉ ଏତିକି ବେଳେ ଶ୍ରଦ୍ଧାଳୁମାନଙ୍କ ଭିତରୁ ଜଣେ ବ୍ୟକ୍ତି ଦୌଡ଼ି ଆସିଲେ ତାଙ୍କ ପାଖକୁ। ଆଉ ଚନ୍ଦନ ବାବୁଙ୍କ ଛାତିରେ ଚାପ ଦେଇ ତାଙ୍କ ନାକକୁ ଗୋଟେ ହାତରେ ଚିପି ଧରିଲେ କିଛି ସମୟ। ଆଉ ହଠାତ୍ ଭୋ କରି ବାନ୍ତି କରି ଉଠିଲେ ଚନ୍ଦନ ବାବୁ। ଆଉ ତାଙ୍କ ଚେତା ଫେରି ଆସିଲା। ଉଠି ବସି ପଡ଼ିଲେ 22 ପାହାଚରେ। ଏହା ଦେଖି ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଆଶ୍ଚର୍ଯ୍ୟ ହୋଇ ଚନ୍ଦନ ବାବୁଙ୍କର କ'ଣ ହେଇଥିଲା ବୋଲି ସେହି ବ୍ୟକ୍ତି ଜଣଙ୍କୁ ପଚାରିଲେ। କିନ୍ତୁ ସେହି ବ୍ୟକ୍ତି ଜଣକ କାହାକୁ କିଛି ଉତ୍ତର ନ ଦେଇ ହଠାତ୍ ସେହି ଜାଗାରୁ ଚାଲିଗଲେ। ତାଙ୍କର ଏମିତି ବ୍ୟବହାର ସମସ୍ତଙ୍କୁ ଚକିତ କରିଦେଲା। କେହି କେହି ତ ତାଙ୍କର ଏମିତି ବ୍ୟବହାର ଦେଖି ତାଙ୍କ ଉପରେ ରାଗିଗଲେ। ମାତ୍ର ସେଠି ଉପସ୍ଥିତ ଆଉ କିଛି ଶ୍ରଦ୍ଧାଳୁ କହି ଉଠିଲେ, ହେ ମହାପ୍ରଭୁ, ତୁମ ଲୀଳା ଅପାର। ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ ଭବ ତୁମେ। ଏହାପରେ ସବୁ ଶ୍ରଦ୍ଧାଳୁମାନେ ସେସବୁକୁ ଭୁଲି ଏକା ସ୍ୱରରେ ଜୟ ଜଗନ୍ନାଥ କହିବାକୁ ଲାଗିଲେ। ଆଉ ସେଦିନ 22 ପାହାଚ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଲା। ଏସବୁ ଦେଖି ନୂଆ ଜୀବନ ପାଇଥିବା ଚନ୍ଦନ ବାବୁ ଆଉ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ଭିତରେ ଏସବୁ କ'ଣ ଘଟିଗଲା ସେମାନେ କିଛି ବିଶ୍ୱାସ କରିପାରୁନଥିଲେ। ସବୁ କିଛି ସ୍ୱପ୍ନ ଭଳି ଲାଗୁଥିଲା। ସମସ୍ତେ ମନେ ମନେ ଭାବୁଥାନ୍ତି, ସେ ବ୍ୟକ୍ତି ଜଣକ କିଏ? ହଠାତ୍ କୋଉଠୁ ଆସିଲେ? ଚନ୍ଦନ ବାବୁଙ୍କ ନାକ ଆଉ ଛାତିରେ ହାତ ରଖି ସେ କ'ଣ ମନ୍ତ୍ର କଲେ? ଆଉ ପୁଣି ହଠାତ୍ କୁଆଡ଼େ ଚାଲିଗଲେ? ତେବେ ଯାହା ହେଉ, ସବୁ କିଛି ସେହି ମହାପ୍ରଭୁଙ୍କ ଲୀଳା ବୋଲି ସମସ୍ତେ ବୁଝି ସାରିଥିଲେ। ଏହାପରେ ଚନ୍ଦନ ବାବୁ ପୁଣି ଥରେ 22 ପାହାଚରେ ଗଡ଼ିଲେ। ଆଉ ପୁଣି ଥରେ ମନ୍ଦିର ଭିତରକୁ ଦୌଡ଼ିଗଲେ। ଆଉ ମହାପ୍ରଭୁଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଇଲେ। ଏହାପରେ ସମସ୍ତେ ମିଶି ଆନନ୍ଦ ବଜାରକୁ ଆସିଲେ। ଆଉ ଅଭଡ଼ା ଅନ୍ନ ଖାଇସାରି ସମସ୍ତେ ଭଲରେ ଭଲରେ ଘରକୁ ଫେରି ଆସିଲେ। ସତରେ ମହାପ୍ରଭୁ, ତୁମ ଲୀଳା ତୁମକୁ ହିଁ ଜଣା। ମହାପ୍ରଭୁଙ୍କର ଛୋଟିଆ ଅନୁଭୂତିଟିଏ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚିନ୍ତ ଭାବରେ ଜଣାଇବେ। ଆଉ ମହାପ୍ରଭୁଙ୍କୁ ନେଇ ଆପଣଙ୍କର କିଛି ଅନୁଭୂତି ଥିଲେ ମୋତେ ମୋ ମେଲ୍ ଆଇଡ଼ିରେ ପଠାଇ ପାରିବେ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦେବା ପାଇଁ ଅନୁରୋଧ। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।